ଓଃ ଫାଇନାଲି ମାରିଦେଲାରେ ଗୋଟେ ଟିଜରଟା ଭାଇ ହେତିକି ନା ସମସ୍ତଙ୍କର ଫେଭରାଇଟ୍ ଏ ବର୍ଷର ମୋଷ୍ଟ ୱେଟେଡ୍ ମୁଭିର ଟିଜର ଆସିଗଲା। ଭାଇ କ'ଣ ଟିଜରଟା ପୁରା ମାନେ ଗୋଟେ ଆର୍ଡିଏକ୍ସ ବମ୍ଟା ଥିଲା। ଖାଲି ହେତିକି ତ କାଫି ଥିଲା ଏଇ ୱାର୍ ଫ୍ରାଞ୍ଚାଇଜ୍ ପାଇଁ। ଆଉ ଏଥର ଓଃ ଏନ୍ଟିଆର୍ ମାନେ ନେକ୍ସଟ ଲେବୁଲ୍ ଆକ୍ସନ୍। ଟିଜର ସାରା ଖାଲି ଏନ୍ଟିଆର୍ ହିଁ ଡାଇଲଗ୍ ଅଛି। ଏନ୍ଟିଆର୍ ଏଥିରେ ଗୋଟେ ଆଣ୍ଟି ହିରୋ ଟାଇପ୍ର ରୋଲ୍ କରିଥିବେ ଯେଉଁଟାକି ଏତେ ବଡ଼ ଲେବୁଲ୍ରେ ଆମେ ଆଗରୁ କେବେ ଏନ୍ଟିଆର୍କୁ ଦେଖିନୁ। ମୁଭିରେ ଏନ୍ଟିଆର୍ ଯେଉଁ କ୍ୟାରେକ୍ଟରଟା ପ୍ଲେ କରୁଛନ୍ତି ନା ତାର ଗୋଟେ ବ୍ୟାକ୍ ଷ୍ଟୋରି ନିହାତି ଥିବ, କାହିଁକିନା ବିନା ବ୍ୟାକ୍ ଷ୍ଟୋରିରେ ଆମେ କ୍ୟାରେକ୍ଟରଟାକୁ ଠିକ୍ସେ ଧରିପାରିବେନି। ମାନେ ଅଚାନକ ମୁଭିରେ ବାହାରିଲା କ'ଣ ପାଇଁ ତ ପୁଣି ଗୋଟେ ଥିବ ତା କ୍ୟାରେକ୍ଟର। ଟିଜର ଷ୍ଟାର୍ଟିଂରୁ ଏନ୍ଟିଆର୍ ଯେଉଁ ହିନ୍ଦୀରେ ଡାଇଲଗ୍ଟା କହିଲା ନା କେତେ କ୍ଲିଅର ହିନ୍ଦୀ। ଯେତେବେଳେ ମୁଭିଟା ଆନାଉନ୍ସ ହେଇଥିଲା ନା ଡାଇରେକ୍ଟର ଅୟନ ମୁଖାର୍ଜୀଙ୍କ ସହିତ ସମସ୍ତେ ଡାଉଟ୍ରେ ଥିଲେ କ'ଣ ସିଦ୍ଧାନ୍ତ ଆନନ୍ଦ ଭଳିଆ ଅୟନ ମୁଖାର୍ଜୀ ଆକ୍ସନ୍ କରିପାରିବ। ହେଲେ ଟିଜରଟା ନା ସେମାନଙ୍କ ମୁହଁ ବନ୍ଦ କରିଦେଇଛି। ମୋର ଟାଇଗର 3ରେ ଯେଉଁ ଲାଷ୍ଟକୁ ଦେଖେଇଥିଲା ଯେଉଁ ଟିକେ ସିନ୍ ଥିଲା ସେଥିରେ ତ ପ୍ରୁଭ୍ ହେଇଥିଲା, ହେଲେ ଟିଜର ଅଲଗା ଲେବୁଲ୍ରେ ତା ବ୍ରହ୍ମାସ୍ତ୍ର ଜଣା ବି ପଡ଼ିଯାଇଥିଲା। ମତଲବ ସିଏ କେଉଁ ଲେବୁଲ୍ର ଭାବି ବି ପାରନ୍ତି, କାହିଁକିନା ଫାର୍ଷ୍ଟ ଟାଇମ୍ ପାଇଁ ଏମିତିଆ ଗୋଟେ ଭିଏଫ୍ଏକ୍ସ ଆଉ ଷ୍ଟୋରି ଆମକୁ ପ୍ରେଜେଣ୍ଟ କରିଥିଲେ ବ୍ରହ୍ମାସ୍ତ୍ର ଦ୍ୱାରା। ସେମିତି ଆଗରୁ କେବେ ହେଇତେ ନଥିଲା, ତ ସେଇଠୁ ଜଣାପଡ଼ୁଛି କେଉଁ ଟାଇପ୍ର ଡାଇରେକ୍ଟର ଅୟନ ମୁଖାର୍ଜୀ। ଏନ୍ଟିଆର୍ ଏଣ୍ଟ୍ରି ଯେଉଁ ଆକ୍ସନ୍ ସିନ୍ ହେଉଛି ସେ ଯେଉଁ ବମ୍ ସହିତ ଗ୍ରାଉଣ୍ଡ ଲେବୁଲ୍ର ଫାଇଟ୍ ମଜା ଆସିଯାଇଥିଲା। ଆଉ ଏତେ କଥା ଆଉ କ'ଣ କହିବି ଭାଇ, ଏମିତି ହେତିକି ଦେଖିବା ପାଇଁ ଆମେ କେତେ ବର୍ଷ ହେଲାଣି ଅପେକ୍ଷା କରିକି ଥିଲୁ। ଏ ଯେଉଁ ଏଣ୍ଟ୍ରି ସିନ୍ରେ ଯେଉଁ ବାଇସେପ୍ଟା ଦେଖିଲା ଆହା ହା ହା ଛାତିରେ ହାଣି ଦେଉଛିରେ ସେ ବାଇସେପ୍ଟା। କ'ଣ ବାଇସେପ୍ ଆଉ ତାପରେ ଯେଉଁ ବିୟର୍ଡ ଲୁକ୍ ସହ ସେ ଯେଉଁ ସ୍ଲୋ ମୋସନ୍ ଏଣ୍ଟ୍ରି ଜବରଦସ୍ତ। ଫାଇଟରଟା ବି ଆକ୍ସନ୍ ଫିଲ୍ମ ଥିଲା ଯେ, ହେଲେ ୱାର୍ର ଯେଉଁ ମଜା ଅଛି ନା ସେମିତି ଫାଇଟରରେ ମିଳିବନି। ନିଜର ଏଣ୍ଡିଂ ହଉ ହଉ ବରଫ ଜାଗାରେ ଯେଉଁ ଆକ୍ସନ୍ ସିନ୍ଟା ଦେଖେଇଲା ମାନେ ସେଇଟା ମୁଭିର ଲାଷ୍ଟ ଫାଇଟିଂ ହେଇଥିବ। ୱାର୍ ସହ ବରଫର କ'ଣ ଲେନଦେନ କେଜାଣେ। ମତଲବ ସ୍ପାଏ ୟୁନିଭର୍ସ ବରଫର କିଛି ଗୋଟେ ସମ୍ପର୍କ ଅଛି। ସବୁ ଫିଲ୍ମରେ ବରଫ ବାହାରି ଯାଉଛି। ପଠାନେ ବାହାରିଗଲା, ୱାର୍ 1ରେ ବାହାରିଗଲା, ୱାର୍ 2ରେ ବି ବାହାରୁଛି, ଆଗରୁ ଟାଇଗର ଭର୍ସେସ୍ ପଠାନେ ବି ବାହାରିପାରେ। ଟିଜରରେ ଯେଉଁଟା ଆକ୍ସନ୍ ଦେଖେଇଛି ନା ସତକୁ ଯଦି ମୁଭିରେ ସେମିତି ଥିବ ଆଉ ଟିକେ ବି ଭଲ ଷ୍ଟୋରି ହେଇଗଲା ନା ହଜାରେ କୋଟି। ଆବେ ହଜାରେ କୋଟି ଫିଲ୍ମ ପାଇଁ କିଛି ନୁହଁ, ଖୁସିରେ କମେଇ ଦେବ। କାହିଁକିନା ଏଥର ଏନ୍ଟିଆର୍ ପାଇଁ ସାଉଥ୍ ଅଡ଼ିଏନ୍ସ ବି ବହୁତ ଆଟ୍ରାକ୍ଟ ହେବେ। ମତଲବ ପୁରା ପ୍ରପର ଗୋଟେ ଇଣ୍ଡିଆନ୍ ମୁଭି ଏଟା କହିଲେ ଚଳେ। ଟିଜରଟା ତ ପୁରା ପରଫେକ୍ଟ, ହେଲେ କିଛି ଜାଗାରେ ନା ମୋତେ ଟିକେ ଏପଟ ସେପଟ ଲାଗିଲା। ଖାସ୍ କରି ସେ ଯେଉଁ ଭିଏଫ୍ଏକ୍ସଟା ଯେଉଁ ଏନ୍ଟିଆର୍ ବ୍ରିଜ୍ ଉପରେ ଟ୍ରେନ୍ ଉପରୁ ଡେଉଁଛି ସେ ଭିଏଫ୍ଏକ୍ସଟା ଟିକେ ଖାପଛଡ଼ା ଲାଗିଲା। ଯେମିତି ବ୍ୟାକଗ୍ରାଉଣ୍ଡ ସହ ସେ ଯେଉଁ ସିନ୍ ଠିକ୍ ସେ ମ୍ୟାଚ୍ କରୁନି। ଆଉ ସେ ଗୋଟେ ସିନ୍ ନୁହଁ, ଟ୍ରେନ୍ ଉପରେ ଦୌଡ଼ିଆ ସିନ୍ଟା ବି ମତଲବ ସେଇଟା ପସିବଲ୍ ତ ନୁହଁ ଲଜିକାଲି। ଯଦି ତୁମେ କରୁଛ ହେଲେ ପୁରା ପରଫେକ୍ଟ ଭିଏଫ୍ଏକ୍ସ କର, ଯେମିତି ଦେଖିବାକୁ ସାମ୍ନା ବେଳକୁ ଖୁସି ଲାଗିବ। ଫିଲ୍ମ ତ ଆସିବାକୁ 2 ମାସ ଅଛି, ହେଲେ ହାଇପ୍ ଏବେଠୁ ହେଲାଣି। ଆବେ ହେଲାଣି କ'ଣ ହେଇଗଲାଣି।